କଣ ପାଇଁ? ଆମେ ଢେଙ୍କାନାଳିଆ। ଆମେ ଢେଙ୍କାନାଳିଆ। ମୋ ବୋଉ ମୋ କାନ ଜାଗା ହଉଥିଲା 5 ମାସ ମାନେ ପରେ ବର୍ତ୍ତମାନ ମୁଁ ଏଇଟା କେତେ ରେଟ୍? କେଜି 40 ଆଉ 30 ମତେ କେଜି ନୁହଁ ଏଟା। ଆମର ଇଏ ଏଥର ହାଟ ଗଲାନି ମୁଁ ଆଉ ଯାଉନି ହାଟକୁ ସାଙ୍ଗମାନେ। ହ୍ୟାଲୋ ଭାଇ ସାଙ୍ଗ ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ। ବର୍ତ୍ତମାନ ପଖାଳ ଖାଇବା ହେଇଗଲା। ମୁଁ ଏବେ ଯାଉଛି ଢେଙ୍କାନାଳ ଯିବାର ଅଛି, ତ ରାହୁଲର ବି ଡ୍ରେସ୍ ଆସିନି। ଆଉ ତାପରେ ଇଏ ଆମର ଖାଇକି ଏବେ ଉପରକୁ ଆସିଛନ୍ତି। ଏଇଠି ଦେଖନ୍ତୁ ଆମର ରାହୁଲ ବାବୁ ଡ୍ରେସ୍ ଆସିନି ବୋଲି ସକାଳୁ ଖାଇନି। ଆଜି କଲେଜ ବାହାରିଲା ଯିବୁ ବୋଲି, ହେଲେ କ'ଣ ହବ ସାଙ୍ଗମାନେ, କାଲି ବର୍ଷା ହେଇଗଲା ହେଲା। କାଲି ବର୍ଷା ହେଲା, ତାପରେ ଲାଇନ୍ ନାହିଁ। ସେ ଯେଉଁ ଟେଲର ବାଲା କହିଥିଲେ ସେ ଆଜି ମାନେ କାଲି ଯିବା ପାଇଁ, ତ କାଲି 4ଟା ବେଳକୁ କହିଥିଲେ, ଆଉ ଯାଇ ହେଲାନି। ମୁଁ ଶୋଇ ପଡ଼ିଲି। ତାପରେ ଲାଇନ୍ ନାହିଁ, ବର୍ଷା ବି ଟିକେ ପକେଇଲା। ତ ଆଜି ଯାଉଛି ଗୁଡ଼ିଆଠି ଯାଉଛି। ଆଜି ହାଟ ବି ଅଛି, ହାଟ କରିବିନି। ହାଟ କରିବି, ହାଟ ଆରେ ହାଟ ଅଛି, ଆଉ କ'ଣ କରିବା, ଯାହା ଅଛି ଚଳେଇ ଦିଅ। ପଇସା ନେଇଗଲେ ଡୁଟି ଫୁଟି ବନ୍ଦ ସାଙ୍ଗମାନେ, ମାନେ ଟିକେ ବହୁତ ଅଭାବ ପଡ଼ିଛି, ବହୁତ ଅଭାବ। କ'ଣ କରିବା, ହଁ ଚାଲୁ, କିଛି ନାହିଁ, ସୁଖ ଦୁଃଖ ଭାଇ ଚାଲିଛି, ସେଥିରେ କ'ଣ ଅଛି। ତ ଢେଙ୍କାନାଳ ଯିବାର ଅଛି, ଏମିତି କନଫର୍ମ କିଛି ହେଇନି। ମୁଁ ଗୁଡ଼ିଆଠି ଗଲେ ଫୋନ୍ କଲେ ଜଣାପଡ଼ିବ। ଗୋଟେ ଅଲଗା କାମର ଅଛି। ଆଉ ଏବେ ମୁଁ ବାହାରିଲି ଗୁଡ଼ିଆଠି ଯାଉଛି। ରାହୁଲ ଡ୍ରେସ୍ ଆଗ ଆଣିବି। ଆଉ କ'ଣ କରିବ? ବ୍ୟାଗ୍ ବ୍ୟାଗ୍ରେ ପୁରୁଣା ବ୍ୟାଗ୍ ନେଲେ ହେବନି? ପଇସା ତ ନାହିଁ ଦେଖୁଛ। ଆରେ ନେଇଥା ନେଇଥା, ମୁଁ ପଇସା ହେଲାଠୁ ନୂଆଟା ଆଣିଦେବି। ଡ୍ରେସ୍ କଲି ମାନେ 800 ଟଙ୍କା ମଜୁରୀ, 600 ଟଙ୍କାରେ କିଣିଲି, 800 ଟଙ୍କା ମଜୁରୀ, ମାନେ ହିସାବ କରନ୍ତୁ 1400 ଟଙ୍କା ଇଆଡ଼େ କଲା। ଇନକମ୍ ଟଙ୍କାରେ ନାହିଁ, ଖାଲି ପଇସା ଯାଉଛି। ଏ ବାବୁ ମାନନ୍ତେ ପୁଣି ଏବେ ରିଚାର୍ଜ ନାହିଁ ମୋବାଇଲ ବୋଲି 350 ଟଙ୍କା ରିଚାର୍ଜ କରିଦେଲି ଜିଓ। ସେ 350 ଟଙ୍କାରେ ବି ଗୋଟେ ବ୍ୟାଗ୍ ହେଇଯାନ୍ତା। ହଁ, ଗୋଟେ 350 ଟଙ୍କା ଆରାମସେ ଗୋଟେ ବ୍ୟାଗ୍ ହେଇଯାନ୍ତା, ହବନି? ଆରେ ବ୍ୟାଗ୍ଟା ଆମର ଅଭାବ ପଡୁଛି, କିଛି ନାହିଁ, ସବୁ ଠିକ୍ ହେଇଯିବ। କାମ ବନ୍ଦ ଅଛି ଏବେ। ତାପରେ ଆମ ଏଇ ଲିଫ୍ଟ ମୁଁ 3-4 ମାସ ହେଲା ଘରେ ବସି ପଡ଼ିଲି ସାଙ୍ଗମାନେ। ହଉ କିଛି ନାହିଁ, ଦୁଃଖ ଯାଇ ସୁଖ ଆସିବ, ସେଥିରେ କ'ଣ ଅଛି। ଯାହା ଅଛି ଭାଇ ସୁଖ ଦୁଃଖରେ ଖାଅ, ଟେନସନ୍ ନାହିଁ। କ'ଣ କହୁଛୁ? ତୁ ଯିବୁ ପୁଣି ମୋ ସହିତ? ଯିବୁନି? ଆଉ ଯିବୁ ନା ମୁଁ ଯିବି ଏକଲା? ମୁଁ ଯାଉଛି ପୁଣି ଢେଙ୍କାନାଳ ଯିବାର ଅଛି ଯାଉନ ତ, ମୁଁ ତାକୁ ନେବିନି। ଆଉ ହେଲମେଟ୍ଟା ତଳେ ଅଛି। ଆଇଟମ୍ କ'ଣ ଅଛି? କଖାରୁ ମୁଁ ଖାଏନି କେବେ। ଖାଇବାକୁ ପଡିବ। ଦେ ଯାହା କରୁ କହ। ମୁଁ ଯାଉଛି। ଓ ସାମାନ ଡ୍ରେସ୍ ହେଇଯାଇଛି। ଏବେ ଗୁଡ଼ିଆଠି ପଳେଇ ଆସିଛି। ଏବେ ସେ ତ ନାହାନ୍ତି ଭାଇ, ତାଙ୍କ ଲୋକ ଅଛନ୍ତି, ନେଇଯିବା ଗୋଟେ ପଇସା ଦେଲ। ଏଇଟା ନେଇ କହିନାହାନ୍ତି କିଛି, କେତେ କ'ଣ ପଇସା ଦେବାର ଥିଲା ବୋଲି? ଦେଇନି ମୁଁ ଜମା ପଇସା। 850। ହଉ ହଉ। ତ ଏବେ ସାଙ୍ଗମାନେ ଡ୍ରେସ୍ ନେଇଗଲେ ରାହୁଲର କଲେଜ ଡ୍ରେସ୍। ଆଉ କିଛି ଅଛି ଟିକେ କାମ, ଅଲଗା କାମ, ତ ଏବେ କାମ ସାରିକି ଯିବା। ଆମର ମାଡ଼ାମ ଭଲ ହାଟ କରୁଛନ୍ତି। ଆଉ କ'ଣ କ'ଣ ଶସ୍ତା ଅଛି? ଶସ୍ତା କିଛି ନୁହେଁ। ଆଉ ତାହେଲେ ହଇ କିନ୍ତୁ ହେଇଛି, କିନ୍ତୁ ଦେଖାଯାଉଛି, କିନ୍ତୁ ଅଙ୍ଗାରଟା ଭଳିଆ ଦେଖାଯାଉଛି। କ'ଣ କ'ଣ ଶସ୍ତା ନା କ'ଣ? କିଛି ଶସ୍ତା ନାହିଁ। ଆଉ ସବୁ 50, 60, 70। ହାଟରୁ ଆଜି ଆଣିଛନ୍ତି। ଏଇଟା କେତେ ରେଟ୍? କେଜି 40 ଆଉ 30 ମତେ କେଜି ନୁହଁ ଏଟା। ଆମର ଇଏ ଏଥର ହାଟ ଗଲାନି, ମୁଁ ଆଉ ଯାଉନି ହାଟକୁ ସାଙ୍ଗମାନେ। ଆମର ଭଲ ସୁବିଧା ହେଇଛି, ଗାଡ଼ି ଯାଉଛି, ବସ୍। ଆରେ ଆଜି ସିନା ଅଟୋ ନେଇଗଲୁ, ଆରଥର ଯାଇଥିଲୁ ବସ୍ ନା। ଆଉ ଢାଲ ଟିକେ କ'ଣ ଆଣିଛୁ? ଭଲ ଅଛି। ଛୁଇଁ କେତେ? ଛୁଇଁ ଅଧ କେଜି। କେତେ? 40? ଅଧ କେଜିକୁ 30। 30? ବାଇଗଣ ଏରା 30, ମାନେ ଅଧ କେଜି 60। ମାନେ ଏଇଟା ବାଇଗଣ ଆଣିଛି। ଆରେ ଏରା କ'ଣ ଯୋଉ ବାଇଗଣ ଆଣିଲୁ 30 ଟଙ୍କା ନା? ଅଧ କେଜି ଆଣିଛି। ସବୁ ରେଟ୍। ଏଇଟା ଦେଖନ୍ତୁ, କୋଉଟା ବି ଭଲ ନାହିଁ।
ଆଣିଛି ସବୁ ତାଗ ହେଇଛି। ପୋଡ଼ାପୋଡ଼ି କରିବା ପାଇଁ ଆରେ ପୁରା ଭଲ ଆଉ 10 ଟଙ୍କା ଅଧିକ ପଳେଇଥାନ୍ତା ଭଲ ଆଣିଥାନ୍ତୁ। ଆଉ ନା ଭିନେ କାଙ୍କଡ଼ ଧନିଆ ପତ୍ର ଆଳୁ ଆଳୁ 5 କେଜି ଏଇଟା କଞ୍ଚା ପରିବା ଆଉ ସପ୍ତାହ ହେଇନି ଗଲା ଥର କରିଦେଲି ହେଇଛି ଆଜି କି ହେଲା ସୋମବାର ହେଲା ସୋମବାର ଶୁକ୍ରବାର କରିଥିଲୁ ସୋମବାର ହଁ ଆଜିକି 8 ଦିନ ହେଲା ସବୁ ଧର କେଜି ଆଣିଛି ଆଉ ହାଟ ଜାଣିଛି ଆମର ହାଟ କରି ଦେଖୁନାହାନ୍ତି ସାଙ୍ଗମାନେ ସେ ସବୁ ନେଇ ଆସିଛି ହେଲା ସବୁଠୁ ଅଧା ଅଧା ଆଣୁଛି। ସେଇଟା କଣଟା ଆଳୁଟା ଆଳୁ ପିଆଜ କେତେ ସେ 1.5 କେଜି 50 1.5 କିଲୋ 50 ଆଉ ଆଳୁ 60 4 କେଜି କାକୁଡ଼ି 30 କାକୁଡ଼ି 1 କେଜି ଆଣିଛି 1/2 କେଜି ନୁହେଁ 1/2 କେଜି 30 ଟଙ୍କା କେଜି ନା 40 ଟଙ୍କା ଦେବୁ ଆଉ 20 ଟଙ୍କା ରେଟ୍ କରିଦେଲା ଆଉ 200 ଅଧିକା ହୁଁ ଚେଞ୍ଜ ନଥିଲା ତ ଆଉ ଗୋଟେ ହେଲେ କେଜି ହେଟା ଏବେ କ'ଣ କରିବା ନା ନାହିଁ ଏବେ ପୋଟଳ ଭାଜେ ଭାଜିବା ପୋଟଳ ଭାଜେ କାକୁଡ଼ି ତୁ ଗୋଟେ କାମ କର ମୋ ପାଇଁ ଇଏ କରିଦେ ଇଏ ଭାଇ ଅଛି ମୋର ତ ଜିନ୍ଦାବାଦ ସେ ଜାଣିନାହିଁ ଆଣିଛି କାହିଁକିନା ହାଟରୁ ଆଣିଲେ ଇଏ କମ୍ ପଇସା ମାନେ ଦୋକାନ ଅପେକ୍ଷା କମ୍ ରେଟ୍ ଇଏ କେତେ ନେଲା 1/2 କିଲୋ 60 ହେଁ 1/2 କିଲୋ 60 ସବୁ ରେଟ୍ ହେଇଛି ଆମର ଏଠି 15 ନେଉଛି 115 ନେଲେ କିଲୋ ହେଉଛି 150 ଟଙ୍କା ଆହୁରି 30 ଟଙ୍କା ବଞ୍ଚିଲାନି ଯେହେତୁ ଆମର ଏଇଟା ଡେଲି ଆମର ମାନେ ମୁଁ ଡେଲି କଣ୍ଟିନ୍ୟୁ ଭାଇ ଖାଉଛି ହେଲା ସୋୟାବିନ୍ ବି ଭଲ ହେଲା ସୋୟାବିନ୍ଟା କିଛି ଖରାପ ଜିନିଷ ନୁହେଁ 1/2 କେଜି ଆଣିଛି ଆଉ ହଉ ବନା ଦେ ରଖିଦେବା ନେ ରଖିଦେଲେ ବନା ମଜା ଗାଧୋଇ ଯାଏ ଗାଧେଇନା ଗାଧେଇନି ଗାଧେଇବି ଏବେ ଠିକ୍ ଅଛି ମ ଏଥର ଗାଡ଼ି ତ ପଡ଼ିବ ଡ୍ରେସ୍ ନେଇ ଆସିଲି ସାଙ୍ଗମାନେ କଲରଟା ଭଲ ହେଇଛି ନା କଲରଟା ଭଲ ହେଉଛି ଆଉ ରାଲୁ କହୁଛି ଭଲ ଲାଗୁନି କଲରଟା ର ସେଟା ଫିଟି ହେଇଯାଉ ହଁ ପୋଟା କେତେ ଟଙ୍କା ପୁରା ହଲୁ 10 କେତେ ଟଙ୍କା ନେବୁ ସାଇକେଲ ଯିବ ଖାଲି ପିଆଜ ପାଇଁ 10 ଟଙ୍କା ଦରକାର ପିଆଜ 10 ଟଙ୍କା 30 ଟଙ୍କା ନେଉଛି ପିଆଜ କଲେ ବା ବାକି କରି ଦେଇଥିବ ଠିକ୍ ଅଛି ସାଇକେଲ ତ ଠିକ୍ ଅଛି ନା ନାହିଁ ସାଇକେଲ ଠିକ୍ ଅଛି ତ ବାପାଙ୍କର କଲେଜ ଯିବା ମାନେ 2ଟା ସାଇକେଲ ଆଣା ହେଇଛି 2ଟା ଭାଙ୍ଗି ରଖିଦେଇଛି ହେଲା ଠିକ୍ ଅଛି ଓକେ ଏଥର ହିରୋ ଭଳିଆ ଲାଗିଲା ଆମର ରାହୁଲ ଆଉ ଛୁଆ ଲାଗି ବଡ଼ ହଉଛି ନା ସତ କାମ ମାନୁଛି କାମ ମାନେ ଠିକ୍ ଅଛି जो खाଇବା ଆଣ ଯ ଖାଇବା ନା ଭୋକ ହେଲାଣି ଯେ ପୁଅ ଆମର କଲେଜ ଯିବ ଆଉ ଦିଦି ଅନେଇଲୁ ଆଡ଼େ ଆକୁ ଦେଖ ପୁଅକୁ ଦେଖ ମୁଁ ଟିକେ ଦୂର ବାଟ ଦେଖିଛି ସାଙ୍ଗମାନେ ତା କାନ ଜାଗା ହଉଛି ମୋ କାନ ଜାଗା ହଉଥିଲା 5 ମାସ ମାନେ ପରେ ବର୍ତ୍ତମାନ ମୁଁ ଚାଚା ତାର ଚାଚା ବାଜିଲା ଦେଖ କାଇଁ ସିଧା ଠିଆ ଯାମ ପୁଅ ଚାକିରି କରିବା ଆଉ ମୋ ଗାଡ଼ି କାମ କଲୁ ଏଇ ହାଡ଼ୁ ମାଉଁସ ଜମା ନାହିଁ ଦେହରେ ଆସିଗଲା ଆମର ସାଙ୍ଗମାନେ ଦେଶୀ ଚିକେନ୍ ତୁ ତ ଖାଉନୁ ଦେଶୀ ଚିକେନ୍ ଦେଶୀ ଚିକେନ୍ ମୋର ଭାଇ ଫେଭରାଇଟ୍ ଦେଶୀ ଚିକେନ୍ ହେଲା ସାଲାଡ଼ ଇଏ ପକେଇନୁ ଲେମ୍ବୁ ଟିକେ ପକ ଲେମ୍ବୁ ନାହିଁ ନା ସାଲାଡ଼ ପିଆଜ ଦେଇଛି ପିଆଜ ଧନିଆ ପତ୍ର ଟିକେ ପକ ଲେମ୍ବୁ ଲଙ୍କା ଟିକେ କଞ୍ଚା ଲଙ୍କା ଟିକେ ତୁ ପଖାଳ ଖାଇବୁ କି ଆରେ ମୁଁ ଗରମ ସବୁଦିନ ଏଇଥିରେ ପୁଣି ସବୁ ନାଇଁ ଦିଅ ଦେବି ଧନିଆ ପତ୍ର ବାବା ଖାଇସାରିଲେନି ହଁ ବାପା ଖାଇସାରିଲେଣି କାକୁଡ଼ି ଦେଲି ହଁ ଠିକ୍ ଅଛି ଯାହା ଅଛି ଘରେ ଖାଇଦିଅ ସାଙ୍ଗମାନେ ରାଗ ଅଭିମାନ ନ କରି କ'ଣ ରାହୁଲ ସକାଳ ଖାଇନି ଭୋକ ହଉନି ତ ତେତେବେଳେ 2ଟା ବାଜିଲା 2ଟା 5 ହେଇଗଲା ଆଗ ଫଟୋଟା ଖାଇବା ସାଙ୍ଗମାନେ ତାପରେ ଯାକ ଦେଖୁଛୁ ତ କେମିତି ସାଙ୍ଗମାନେ ବର୍ଷା ତ କେମିତି ଆବାଜ ହେଉଛି ଜଲ୍ଦି ଫଟୋ ଲଗା
ତଳକୁ ପଳେଇବା। ଏ ବର୍ଷାକୁ ସାଙ୍ଗମାନେ ବିଶ୍ୱାସ ନାହିଁ। ଆଉ ଆରମ୍ଭ ହେଇଗଲା ଦେଖୁନାହାନ୍ତି ଦେଖନ୍ତୁ। ଆରେ ଏରା କ'ଣ ବଗ ଉଡ଼ୁଛି ନା ଚିଲ ଉଡ଼ୁଛନ୍ତି? ଏଇଗୁଡ଼ା ଦେଖୁନ ଓହୋ ମସ୍ତ ଲାଗୁଛ। ଦେଖନ୍ତୁ କେମିତି ଆବାଜ ଅଛି। এইগুলো দেখুন ফ্লাইট মোড মার দিছি জানলা ফটাটা লগা ঘুরু পড়া ও ବଢ଼ିଆ ମଜା ଲାଗୁଛି ଆମର କାହିଁକିନା ଚାରିପଟେ ଗଛ ଆମ ଗାଁ ହେଉଛି ମଝିରେ ଦେଖୁନାହାନ୍ତି ମୁଁ ଦେଖେଇ ଦେଉଛି ଟିକେ କ୍ୟାମେରା ବୁଲେଇ ଦେଉଛି ସେମାନେ ଜଙ୍ଗଲ ମଝିରେ ଆମର ଗୀତ ଗାଉ ଚାରି ସାଇଡ୍ ଆମେ ଢେଙ୍କାନାଳିଆ କାହିଁ ଆମ ଢେଙ୍କାନାଳ କ'ଣ ବୋଲୁନି ଢେଙ୍କାନାଳ ଯୋଉ ବାଟରେ ଜନ୍ମ ହେଇଛି ତାକୁ ଏଇଟା ଭଲ ଆଉ ହଇ ଢେଙ୍କାନାଳ ଜନ୍ମ ହେଇଯିବ ତ ଢେଙ୍କାନାଳ ଭଲ ଯେ ଅନୁଗୁଳ ଜନ୍ମ ହେଇଛି ତାକୁ ଅନୁଗୁଳ ଭଲ ଯେ ବାଲେଶ୍ୱର ସେ ବାଲେଶ୍ୱରକୁ ଭଲ ପାଇବ ମାନେ ଯୋଉ ଏରିଆରୁ ଯିଏ ମତେ ଢେଙ୍କାନାଳ ଝିଅ ଦେଖ ଢେଙ୍କାନାଳ ଝିଅ ପୁଣି ଢେଙ୍କାନାଳ ବୋହୂ ତୋର ଗୋଟେ ଗର୍ବ ଆଉ ଢେଙ୍କାନାଳ ଯୋଗୁ ଢେଙ୍କାନାଳ ବୋହୂ ବୋଲି ଆଉ ଆରେ ବର୍ଷା ତମ ସେପଟେ ହଉଛି ତା ଗାଁଟା ସେପଟେ ସାଙ୍ଗମାନେ ଆମ ଗାଁ ଏପଟେ ଆଉ କୋଉଠି ଆରେ ପରଜଙ୍ଗ ଲାଇନା ଏପଟେ ନା ଆଉ ଏଇପଟେ ପରଜଙ୍ଗ ଲାଇନା ସାଙ୍ଗମାନେ ଏଇ ଦେଖୁନୁ ଗଡ଼ ଗଡ଼ ମାରୁଛି ଦେ ମିଳିମାଲ କରୁଛି ମାଳବସା ଆରମ୍ଭ ହଉଛି ଆଉ ଆମ ବ୍ଲକରେ ସିନା ଜିଲ୍ଲା ଗୋଟେ ବ୍ଲକଟା ଅଲଗା ଆଉ ରାତି ହେଲାନି କାହିଁ ଏତେ ଏମିତି ହେଉଛି ଫେସନ ମାରୁଛି ରାତି ହେଇ 4ଟା ଆଜି ମୁଁ ଜାଣିଛି ବର୍ଷା ହବ ବୋଲି କି ସକାଳେ ଫେସନ ରାତିକି ଫେସନ ସନ୍ଧ୍ୟାବେଳେ କ'ଣ ଭାଇ ପାଉଛନ୍ତି ମାନେ ଆରେ ବର୍ଷା ପକେଇଲା ବର୍ଷା ପକେଇଲା ସାଙ୍ଗମାନେ ତଳକୁ ପଳେଇବା ଆମେ ଧୀରେ ଧୀରେ ଆସିଲାନି ରାହୁଲ ଡ୍ରେସ୍ ଆଜି ଆସିଲା ହେଲା ରାହୁଲ କହୁଛି ସ୍କୁଲ କଲେଜ ଯିବନି ବୋଲି କାହିଁକି ରାହୁଲ ମନା କରୁଛି କଲେଜ ଯିବନି ବୋଲି ତାର ଏଇଟା ଇଚ୍ଛା ନଥିଲା ହେଲା ତ ଆମେ ଯେଉଁ ଲେଟ୍ ଲେଖିଲୁ ସାଙ୍ଗମାନେ ଆଉ ଉପାୟ ନାହିଁ ସେଇଠି ହିଁ ଲେଖିବା ପାଇଁ ପଡ଼ିବ ସେଇଥିପାଇଁ କହୁଛି ସେ କଲେଜକୁ ମୁଁ ଯିବିନି ତାକୁ ମୁଁ ଡ୍ରେସ୍ କରି ଆଜି ନେଇ ଆସି ତାକୁ ଦେଇଛି ମାନେ କହିକୁହା ଦେଇଛି ବାଗେଇ ଦେଇଛି ଦେଖାଯାଉ ସକାଳ ପାଉ ସେ ଯିବ କି ନାହିଁ ଜଣାପଡ଼ିବ ଯିବ କୁଆଡ଼େ ଏଇଟା ହେଲେ ସେ ପଳେଇବ ଅଟୋମେଟିକ୍ ଖୁସି ହେଇଯିବ କିନ୍ତୁ ଇଏ ଆମର ମନା କରୁଛନ୍ତି ସେ କଲେଜ ଭଲନି ଆରେ ଭାଇ କଲେଜ ଭଲନି କଲେ କଲେଜ ସବୁ କଲେଜ ଭଲ ମେନ୍ ହେଲା ପାଠ ଯଦି ଆପଣମାନେ ପଢ଼ୁଛନ୍ତି ସବୁ କଲେଜ ଭଲ ତ ସାଙ୍ଗମାନେ ଏବେ ବର୍ଷା ହେଲା ଦେଖିବା ବୋଧେ ତ ଆମେ ଚାଲ ଯିବା ତଳକୁ ଚାଲ ଯାଉ କାହିଁକି ନା ଏ ବର୍ଷାକୁ ବିଶ୍ୱାସ ନାହିଁ ଆରେ ବର୍ଷାଟା ହବନି ହେଲା ହବନି ବର୍ଷାଟା ହବନି ବର୍ଷା ହବନି ହେଇଆଡୁ ଦେଖିଲା ହେ ପାହାଡ ଆଡୁ କୁଆଡୁ କଳା ଭମର ବର୍ଷାଟା ଆସିଲା କାହିଁ କୁଆଡୁ କଳା ଭମ୍ବର ଆସିଲା ଏଇଟା ଦେଖ ଏଇପଟେ ଆସିଛି ସାଙ୍ଗମାନେ ଏଇପଟେ ଦେଖନ୍ତୁ ଆସୁଛି ଏଇପଟେ ସଫା ଅଛି ଏଇପଟେ ଆସୁଛି ଆଉ ଏଇଟା ଚାଲୁଛି ହେଲା ବାଦଲ ଚାଲୁଛି ଚା ଟିକେ ହଉ ବର୍ଷା ପାଖରେ କରିବା ଚାଟେ ହେଇଯାଉ ଚାଟେ ପିଇବା ଚା ବେଶୀ ପିଅନି ପେଟ ଗରମ ରାହୁଲ କୁଆଡ଼େ ଯାଇଛି ମାନେ ଦେଖା ନାହିଁ ବର୍ଷା ହେଉଛି କ'ଣ କହିବ ମାନେ କହିଲେ ମୁହଁ ବୁଲଉଛି ଖାସ୍ ହେଉଛି ଇଏ ଆମର ମୋର ଭୁଲ ଇଏ ତାକୁ ବେଶୀ ମାନେ ଇଏ କରିଦେଉଛି ଉଷାସିଆ ଜାଗା ଉଷାସିଆ ଟାଇମ୍ରେ ସାଙ୍ଗମାନେ ଉଷାସିଆ କର ଉଷାସିଆ କରିବା ପାଇଁ ମନା ନାହିଁ ଖେଳ ଟାଇମ୍ରେ ଖେଳ ମାନେ ସ୍କୁଲ ଟାଇମ୍ରେ ସ୍କୁଲ ପଢ଼ା ଟାଇମ୍ରେ ପଢ଼ା ହେଲା କହୁଛି ଗଲା ମୋ ପୁଅ କଲେଜ ଗଲା ତାକୁ କିଛି କହିବି
ବଡ଼ ପୁଅ ହେଇଗଲାନି କାଳେ କ'ଣ ଇଏ ହେଇଯିବ। ଆରେ ଭାଇ ଏତେ ଭୟ କଲେ ହବ କି? ସେତେ ପୁଣି ଅମଣିଷ ହେଇଯିବ, ମଣିଷ ସେ ହବ ନା, ତାକୁ କହିବାକୁ ପଡ଼ିବ କିଛି, ବୁଝୁଛ ନାହିଁ? ଆଉ ତାହେଲେ ଆଉ ସେୟା କ'ଣ ଅଛି? ମୋ କହିବା କ'ଣ କି ଆଉ ବାପା ମା ମହିଳା କିଛି କହିବେନି ସାଙ୍ଗମାନେ, ଯାହେଲେ କ'ଣ କିଛି କହିବାକୁ ପଡ଼ିବ। ଇଏ ଆମର କିଛି କହିବେନି ଆଉ, ଇଏ ଆମର ଭାରି ଭୟ, କାଳେ ମୋ ପୁଅ ପଳେଇବ ଆଉ ଆସିବନି, ଏମିତି ଭୟ ଆଉ। କାଲି କଲେଜ ଯିବ? କାଲି ଯିବ ପରଦିନ ଯିବ। ପରଦିନ ଯିବ ନା କାଲି ଯାଉ? କାଲି ହଉ ଠିକ୍, ସେ କହୁଛି କାଲି ଯିବ ହେଲା। ସେ ଯାହେଲେ କାହିଁକି ନା ସେ କାହାକୁ ଗୋଟେ ଫୋନ୍ କରିଦେଲା ହେଲା, ତା କ୍ଲାସମେଟ୍ ନା କିଏ ଗୋଟେ ଏମିତି ଭଲ ଜାଣିନି, କାହାକୁ ଗୋଟେ ଫୋନ୍ କରିଦେଲା ଜାଣିଲେ, ବାପରେ। ହଉ ଦେଖାଯାଉ, ସେ ଫୋନ୍ କରିବ ଯେହେତୁ ସେ ଯିବା କଥା ସେ ତାର ଯାଉ, କିଛି ଅସୁବିଧା ନାହିଁ ହେଲା। ମେସିନ୍ 50 ଟଙ୍କା ଦେଇଦେବୁ ହେଲା, ସାଇକେଲ ଅଛି କେଉଁ ଯା କ'ଣ ଡେଲି 50 ଟଙ୍କା ଖା ବରଂ ତୁ ଡେଲି କଲେଜ ଯା। ସେ ଘରେ ରହିଲେ ଭାଇ ବହୁତ ହଇରାଣ କରୁଛି, ଏଟା ଖାଇବି ସେଟା ଖାଇବି, ଏଟା ଭଲ ନାହିଁ, ଆଜି ସକାଳୁ ଖାଇନି। ଆପଣ ବିଶ୍ୱାସ କରିବେନି, ମାନେ ମୋର ପୁରା ରାଗ, ପୁରା ପ୍ରଚଣ୍ଡ ରାଗ ହେଲା। କାଲି ରାତିରେ ଭାତ ଯୋଡ଼େ ଖାଇଛି, ଆଜି ଖାଇନି। କ'ଣ କହିବ, ବଡ଼ ପିଲାକୁ ହାତ ଉଠେଇବୁନି, ମୁଁ ଚଳକୁ ହାତ ଉଠେଇ ଦେବି ସତ କଥା, ମାରି ପକେଇବି। ଆଉ ଭୁଲକୁ କାମ କଲେ ମାଡ଼ ଖାଇବନି, ସେ ଯିଏ ବି ସେ ଦେଖୁ। ସେ କ'ଣ ବଡ଼ ପିଲା ହେଲା ବେଳକୁ କ'ଣ ମୋଠୁ ବଡ଼ ହେଇଗଲା ସାଙ୍ଗମାନେ, ମୋଠୁ ତ ବଡ଼ ହେଇନି ନା। ବାପା ମା ହିସାବରେ କିଛି ପୁଣି ଗୋଟେ ଶିକ୍ଷା ଦେବାକୁ ପଡ଼ିବ ସାଙ୍ଗମାନେ ନା, ନହେଲେ ଆଉ ପିଲା ତ ଧୀରେ ଧୀରେ ଖରାପ ପିଲା ସହିତ ମିଶିଲେ ଖରାପ ହେବ। ମଦୁଆ ଯାଦୁଆ ବହୁତ ପିଲା ଅଛନ୍ତି କଲେଜରେ ସତା। ତ ମୋର କହିବା ମତଲବ କ'ଣ କି, କିନ୍ତୁ ପିଲାକୁ ଏମିତି କର, ପିଲା ଏମିତି ଖରାପ ବାଟରେ ନ ଯାଇ ଭଲ ବାଟରେ ଯାଉ। ମୋର ରାଜନୀତି ହେଉଛି ସେଇଆ ହେଲା। ଆଉ ତେଣୁ ଇଏ ଆମର ଛନ୍ଦି ଦେଉଛି, ଦେଖାଯାଉ କ'ଣ ହେଉଛି। ତାର ବେଶୀ ଡିଫେନ୍ସ ଲାଇନ୍ରେ ଯିବାର ଅଛି, ଆର୍ମି ଲାଇନ୍ରେ। ସେ +2 ସେକେଣ୍ଡ ଇୟର୍ ଫାର୍ଷ୍ଟ ଇୟର୍ କରିଦେଉ, ତାକୁ ଛାଡ଼ିବେ ଡାଇରେକ୍ଟ ବ୍ରହ୍ମପୁର। ସାଙ୍ଗମାନେ ବ୍ରହ୍ମପୁର ରହିଲେ ସେ ଠିକ୍। ବ୍ରହ୍ମପୁର ଆମେ ଯାଇନା ଆସିଛୁ, 2 ଜଣ ଯାଇନା ଆସିଥିଲୁ ହେଲା। ଯେଉଁ ଭାଇମାନେ ଭିଡ଼ିଓ ଦେଖିନାହାନ୍ତି ବି, ଏଇ ଆମ ଚ୍ୟାନେଲ୍ ଅପଲୋଡ଼ ହେଇଛି, ଆପଣମାନେ ଦେଖିଦେବେ ହେଲା। ସେ ଆମର ସାର୍ ଅଛନ୍ତି ଥମ୍ବନେଲ୍ରେ, କେଉଁ ସାର୍? ବାରିକ ସାର୍ ହେଲା, ବ୍ରହ୍ମପୁରରେ ବଢ଼ିଆ ଏକାଡେମୀରେ ମସ୍ତ ଲାଗିଲା ସାଙ୍ଗମାନେ। ମୋତେ ବି ପ୍ରାୟ ଲୋକ ଆମ ଇନଷ୍ଟା ଦେଖିକି ମନା କଲେ, କହିଲେ ଭାଇ ସେଠି ଭଲ ଇଏ କରନି। ତାପରେ କ'ଣ ମୁଇଁ ନିଜେ, ଆମେ ସ୍ୱାମୀ ସ୍ତ୍ରୀ ଯାଇଥିଲୁ, ଦେଖିଲୁ ଆମେ ନିଜେ, ମୋତେ ପସନ୍ଦ ଲାଗିଲା। କାହିଁ ପସନ୍ଦ, ସେମାନଙ୍କର କଥାବାର୍ତ୍ତା ଠିକ୍, ସେମାନେ ବି ମୋତେ ମନା କରିଦେଲେ ଯେ ଆଉ ଆପଣ ଗୋଟେ କାମ କରନ୍ତୁ, ଆପଣ ପୁଅକୁ ଯଦି ଏବେ ଦେବେ, ଏବେ ତ ବୟସ ହେଇନି, ଯଦି ଦେବେ, ଯଦି ବାଇଚାନ୍ସ ଭଗବାନ ତାର ହେଇଯାଏ, ଜବ୍ ହେଇଯାଏ, ତାକୁ ତ କେହି ନେବେନି, କାରଣ ତାର ବୟସ ହେଇନି ହେଲା। ତେଣୁ ପଇସା ଗୁଡ଼ା କାହିଁ ଖର୍ଚ୍ଚ କରିବା ବେକାର, ଏବେ ଆହୁରି ଅଛି ତାକୁ 17 ବର୍ଷ ହେଇନି ନା, 16 ସରିନି, 17 ଆରମ୍ଭ ହେଇନି। ଏଇ କେବେଠୁ ହେବ, ନଭେମ୍ବର 16ରୁ ତାର 17 ଷ୍ଟାର୍ଟ ହେଇଯିବ। ତେଣୁ ସେ +2 ଫାର୍ଷ୍ଟ ସେକେଣ୍ଡ ପଢ଼ିଦେଲେ 19 ବର୍ଷ ହେଇଯିବ ହେଲା। 19 ବର୍ଷ ହେଇଗଲା, ଆରାମସେ ତାକୁ ନେଇଗଲେ, ସେ ବର୍ଷ ହେଇଗଲେ ବି ଆରାମସେ ବି, ଯଦି ଭଗବାନ ତାରୁ ଲାଗିଗଲା ତ ବଲେ ବଲେ। ହଁ ଯା, ଚା ଟିକେ କରୁ ହେଲା, ଚା ଟିକେ ପିଇବା ସାଙ୍ଗମାନେ। କେମିତି ଆବାଜ ହେଉଛି ଦେଖନ୍ତୁ, ଚାରି ସାଇଡ୍ ବାବରେ ଦେଖୁନାହାନ୍ତି। ମହିଳା ମାନେ ଫ୍ଲାଇଟ୍ ମୋଡ଼ ମାରିଦେଇଛି, କାହିଁକିନା ମୁଁ ଯେହେତୁ ଛାତ ଉପରେ ବସିଛି, ପୁଣି କାଳେ ମୋ ଆଡ଼େ ପଳେଇ ଆସିବ, ସେଇଥିପାଇଁ ମୁଁ ଫ୍ଲାଇଟ୍ ମୋଡ଼ ମାରିଦେଇଛି। ସେଇଥିରେ ଘଡ଼ଘଡ଼ି ମାରୁନା କାହିଁ। ଡିଜେ ବାଜୁଛି, ଡିଜେ ଗୀତ ଗାଉଥିଲା, କ୍ୟାମେରା ହେଲା ବନ୍ଦ କରିଦେଉଛି। ମାନେ ପୁରା ପାଣି ହେଇଗଲା ନା, ଆରେ ବେକାର ହେଇଗଲା। ମୁଁ ଖାଇବି, ମୁଁ ଖାଇକି ମୁଁ ୟାକୁ ଟଚ୍ କରିନି ହେଲା। ଇଏ ମା ପୁଅ ଯାହା ଖାଇଲେ, ମୁଁ ଜମା ଖାଇନି, ଖାଲି ନଷ୍ଟ କରୁଛନ୍ତି ମା ପୁଅ ଯାକ। ରାହୁଲ ଯାଇଛି, ମାନେ ମୁଁ କ'ଣ କହିବି, ମୁଁ ଦେଖୁନି ମାନେ ବର୍ଷା ହେଉଛି, ଆବାଜ ହେଉଛି, ମୁଣ୍ଡ ଖରାପ ହେଇଯାଉଛି। ସେ ଗୋଟେ ପିଲା ଯାଇଛି, ତାର ଦେଖା ନାହିଁ ନା, ଆଉ ଖାଇବା ତୁ ଯଦି କ'ଣ କହିଦେବୁ ତୋର କଥାବାର୍ତ୍ତା କି ସତ କଥା। ବାପାକୁ ମାରିବ, ତୁ ଏ ଉଷାସା କରିଦେଉଛୁ, ସିଏ ବେଶୀ ଇଏ ହେଉଛି ଜାଣିଛ ନା। 5ଟା ହେଲାନି, ସନ୍ଧ୍ୟା ହେଲାନି, ଯୁଆଡ଼େ ଯାଉ ତୁ ଯା, ସନ୍ଧ୍ୟା ହେଲା ମାନେ ଘରକୁ ଆସ। ମୋର କହିବା ତ ଏଇଆ, ତୁ ତାକୁ ଯେଉଁ ଭପେଇ ଦେଉଛୁ ସେ ଆଉ ମାନୁନି କଥା ହେଲା। ଯା ତାକୁ ଖୋଜିନା ଆଣିବୁ ମୋ ପୁଅକୁ, ଯା। ଆଉ ତୁ ଆଣିବୁନୁ, ମୋ ପୁଅ କୁଆଡ଼େ ହଜିବ ଯିବ।
ହସୁଛି ହସିଲୁ କଣ ଇଆଡେ ଦେଖ ଆଡେ କଥା କହ ଆଉ ମୁଁ ତ ଦେଖୁଛି ଆଡେ ବର୍ଷା ହଉଛି ଦେ ଦନାଦନ ଦେ ଦନାଦନ ବର୍ଷା ପାଖରେ କଣ ହଉ ଆଜି ଆଜି ସବୁ ଆଣିଛୁ ହାଟରେ କରିଛୁ କିଛି ହବନି ଧନିଆ ପତ୍ର ଆଣିଛୁ ପିଆଜ ଆଣିଛୁ ଟମାଟୋ ଆଣିଛୁ ଲେମ୍ବୁ ଆଣିଛୁ କଞ୍ଚା ଲଙ୍କା ଅଛି ଆଉ କଣ ଏନେ ବର୍ଷା ପାଗକୁ ଗରମ ଗରମ ଚା ଯା ଚାହା କର ଯା କରିବା ଆଉ ଚାହା ତ ଡେଲି ପିଆ ହବ କଣ ଗୋଟେ ଆଇଟମ କର ଚାହା ଗୋଟେ ତେଲ କର ରେଟ୍ ବଢିଲାନି ଆଉ କିଛି ଖାଇ ହବନି ତାଳ ବରା ଯେତେବେଳେ ମାପ ଖାଇଦେଲ ମୁଁ ତ କାହିଁ କିଛି ଅବଜେକ୍ସନ ଭାଇ କରିନି କରିଦେଇଥିଲି ଚଣା ବରା ଯେ ଓ ଯା କର ଯା ଚାହା ଟେ କର ପିଇବା ଲାଇନ ନାହିଁ ଲାଇଟ ଫାଇଟ ସବୁ ବନ୍ଦ କର ହେଲା ଯାଉଛି ଥଣ୍ଡା ହାୱା ଖାଅ ହେଲା ବୁଝୁ ନାହିଁ ଦେଖେ ବର୍ଷା ବଢିଲା ସତ ସାଙ୍ଗମାନଙ୍କୁ ଦେଖେଇଦେବି ଆପଣ ଦେଖ ଲାଇନ ମୁଁ ଦେଖେଇ ଦଉଛି ଏ ଦେଖନ୍ତୁ ମୋର କେତେ ବର୍ଷା ହଉଛି ହେଲା ମାନେ ମୁଣ୍ଡ ଖରା ହେଇଯିବ ଇଏ ଆମର ଛୁଆଟା କୁଆଡେ ଯାଇଛି ଆଉ ଗୋଟେ ମାନେ ଚିନ୍ତା ନାହିଁ କଣ ମୋ କହିବ ଯୋଉଠି ହେଲେ ମଙ୍ଗଳ ଥିବ ପରଦିନ ସେମିତି ଗଲା ଯେ କେତେବେଳେ ଆସିଲା ରାତି 7টাରେ ଆସିଲା